କିଛି ବୁଲା କୁକୁର କ୍ଷତି କରୁଥିବା ଲୋକ କୁକୁରକୁ ମାରି ଦିଅ, ମାରି ରିପୋର୍ଟ ଦିଅ, କିଛି ଆଇନ କାନୁନ ଦେଖିବାର ନାହିଁ। ଯେଉଁ କୁକୁର ମଣିଷକୁ କ୍ଷତି କରୁଛି, ଘାତକ ହେଉଛି, ହିଂସ୍ର ହେଇଯାଉଛି, ତାକୁ ମାର ପୁରା। ସେଇଟା ବଡ଼ ଧରଣର ପ୍ରୋଗ୍ରେସ୍ ହେଇଯାଇଛି, ବଜେଟ୍ ସାଙ୍ଗସନ୍ ହେଇଯାଇଛି, 8-9 କୋଟି ଟଙ୍କା ସାଙ୍ଗସନ୍ ହେଇଯାଇଛି। ଆମେ ଟେଣ୍ଡରକୁ ଯାଇଛୁ, ଖାଲି ଆନିମାଲ୍ ହଜବେଣ୍ଡାରୀ ଡିପାର୍ଟମେଣ୍ଟ କ୍ଲିୟରାନ୍ସ ଅଛି, ହେଇଗଲେ ଆମେ ଟେଣ୍ଡରକୁ ଯାଉଛୁ। ଖୁବ୍ ଶୀଘ୍ର ଫାଉଣ୍ଡେସନ୍ ଷ୍ଟୋନ୍ ପଡ଼ିବ, 5 ଏକର ଜାଗା ମିଳିଯାଇଛି, 8 ଘର ପାଖାପାଖି ଏଇଠି ପାଖାପାଖି। ଏବଂ ଆମେ ତାକୁ ଗୋରୁ, ବିଶେଷ କରି ଷଣ୍ଢ, ଗାଈ, ଗୋରୁ, କୁକୁର ତାକୁ ରଖିବୁ। ସୁପ୍ରିମକୋର୍ଟ ଗୋଟେ ବଡ଼ ନିର୍ଦ୍ଦେଶନା ଦେଇଛନ୍ତି, ବୁଲା କୁକୁର ହିଂସ୍ର ହେଲେ ତାକୁ ନେଇ ରଖିବ, ମାରିଦେବ। ଏସବୁ କଣ୍ଡିସନ୍ ଆସିଛି, ତାର ସର୍କୁଲାର ଆସୁନି। ସୁପ୍ରିମକୋର୍ଟ ଜଜମେଣ୍ଟ ପରେ ଗଭର୍ଣ୍ଣମେଣ୍ଟ ଅର୍ଡ଼ର କରିବ, ସେ ଅର୍ଡ଼ରକୁ ଅପେକ୍ଷା କରିଛୁ। ଆମେ ଆକର୍ଡିଂଲି ଗୋଟେ ଭଲ ମୁଭିରେ ଅଛୁ। ବୁଲା କୁକୁର ଉଠିବ, ସୁପ୍ରିମକୋର୍ଟ ଡାଇରେକ୍ସନ୍ ଦେଇଛି ସବୁ ଗଭର୍ଣ୍ଣମେଣ୍ଟ ପାଇଁ। ଯଦି ବୁଲା କୁକୁର କ୍ଷତି କରୁଥିବା ଲୋକ କୁକୁରକୁ ମାରି ଦିଅ, ମାରି ରିପୋର୍ଟ ଦିଅ, କିଛି ଆଇନ କାନୁନ ଦେଖିବାର ନାହିଁ। ଯେଉଁ କୁକୁର ମଣିଷକୁ କ୍ଷତି କରୁଛି, ଘାତକ ହେଉଛି, ହିଂସ୍ର ହେଇଯାଉଛି, ତାକୁ ମାର ପୁରା। ଆଉ ବୁଲା କୁକୁରକୁ ନେଇକି ଥଇଥାନ କର। ଆମେ ତା ପାଇଁ ସ୍ପେଶାଲ, ଆମେ ସେଥିପାଇଁ ସ୍ପେଶାଲ ଗାଡ଼ି ଗୋଟେ ଏକ୍ସଟ୍ରା ଗାଡ଼ି କିଣିଛୁ। ଏବେ ଆହୁରି ଗାଡ଼ି କିଣିବୁ, ତାଙ୍କୁ ପୁରା ହଟେଇବୁ। ଆମେ ଚାହୁଁଛୁ 4-6 ମାସ ଭିତରେ କାମ ହେବ। କାର୍ଯ୍ୟ ଫାଉଣ୍ଡେସନ୍ ଷ୍ଟୋନ୍ ପଡ଼ିଗଲେ କାମ ଆରମ୍ଭ ହେଲେ ଆମେ ଆରେଞ୍ଜମେଣ୍ଟ କରିବୁ। 5-6 ମାସ ଭିତରେ କାମ ନିଶ୍ଚିନ୍ତ। ନେକ୍ସଟ ଡିସେମ୍ବର ସୁଦ୍ଧା କାମଟା ପ୍ରାୟ କମ୍ପ୍ଲିଟ୍ ହେଇକି ବାହାରୁଛୁ। ଆମେ ଚେଷ୍ଟା କରୁଛୁ ମୁଖ୍ୟ ଅବସ୍ଥା। ସହରର ଶୁଣନ୍ତୁ, ସହର କେତେ, କଟକ ସହରଟା ମାନେ ଏମିତି ସହର ନୁହଁ, କସ୍ମୋପଲିଟାନ୍ ସିଟି ନୁହଁ, ରୁରାଲ୍ ବେସ୍ଡ କର୍ପୋରେସନ୍। ଆପଣ ଦେଖିବେ ଗୋପାଳପୁର ଜୋନ୍ ଦେଖିବେ, ଆପଣ ଏପଟେ ବିଦ୍ୟାଧରପୁର ସିଆର୍ଆଇ ଜୋନ୍ ଦେଖିବେ। ଏଠି ଗାଈ ଗୋରୁ ଜୀବନ ଗୋଟେ ଅଂଶ, ଆଉ ତାକୁ ଅଲଗା କରିହେବନି। କିନ୍ତୁ ଆନିମଲ୍ କର୍ପୋରେସନ୍ ଆକ୍ଟ ଅଛି, ନୋ ଆନିମଲ୍ ଇଜ୍ ଆଲାଉଡ୍ ଇନସାଇଡ୍ କର୍ପୋରେସନ୍, ଷ୍ଟ୍ରିକ୍ଟଲି କର୍ପୋରେସନ୍ ଆକ୍ଟରେ। ତେଣୁ ଏଇଟା କାର୍ଯ୍ୟକାରୀ ହେଇପାରୁନି, ଯେହେତୁ ରୁରାଲ୍ ବେସ୍ଡ ଏଥିରେ ସମ୍ପୃକ୍ତ ହେଇଯାଉଛି। ମେନ୍ ଟାଉନ୍ର ମେନ୍ ଜାଗା ଗୁଡ଼ିକରେ, ଯେମିତି ଧରନ୍ତୁ ଆପଣଙ୍କର ଏଣ୍ଟାୟାର ମହାନଦୀ ବିହାରଠୁ ଲଗେଇ ସିଡ଼ିଏ ପର୍ଯ୍ୟନ୍ତ ମେନ୍ ଇଲାକା ଗୁଡ଼ିକରେ ଯେମିତି ଗାଈ ଗୋରୁ ଷଣ୍ଢ କୁକୁର ବୁଲାବୁଲି ନ କରନ୍ତୁ, ଆମେ ତାକୁ ଫୋକସ୍ କରିବୁ।